ପୁରୀରୁ ବରିଗୁମା ଫେରିବା ବେଳେ 326 ନମ୍ବର ଜାତୀୟ ରାଜପଥର ଇନ୍ଦୁପୁର କେନାଲ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ। 3 ଜଣ ଗୁରୁତର। ପଦମପୁର ମେଡିକାଲରେ ଭର୍ତ୍ତି କଲା 108 ଆମ୍ବୁଲାନ୍ସ ଟିମ୍। 326 ନମ୍ବର ଜାତୀୟ ରାଜପଥର ରାୟଗଡ଼ା ଜିଲ୍ଲା ପଦମପୁର ଥାନା ଅନ୍ତର୍ଗତ ଇନ୍ଦୁପୁର କେନାଲ ନିକଟରେ ଆଜି ଶନିବାର ଭୋର ପାହାନ୍ତିଆ 4ଟା 30 ସମୟରୁ ବୋଲେରୋ ଓଲଟି 3 ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପଦମପୁର 108 ଆମ୍ବୁଲାନ୍ସ ଟିମ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପଦମପୁର ମେଡିକାଲରେ ଭର୍ତ୍ତି କରିଥିଲା। ସେଥିମଧ୍ୟରୁ 3 ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏ ହେଉଛି ସେହି ଦୃଶ୍ୟ। ଆଜି ଶନିବାର ଭୋର 4ଟା 30 ସମୟରେ 108 ଆମ୍ବୁଲାନ୍ସକୁ କଲ୍ ଆସିଥିଲା ଏବଂ ସେହି କଲ୍ ଆସିବା ପରେ ସଙ୍ଗେ ସଙ୍ଗେ 108 ଆମ୍ବୁଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପହଞ୍ଚିବା ସମୟରେ ସମସ୍ତେ ଖଣ୍ଡିଆ ଖାବରା ହୋଇଥିଲେ ଏବଂ 3 ଜଣ ଗୁରୁତର ମଧ୍ୟ ହୋଇଥିଲେ। ସୂଚନା ଅନୁସାରେ ପୁରୀରୁ ଜଗା ଦର୍ଶନ କରି ବରିଗୁମାକୁ ଫେରିବା ସମୟରେ ସେମାନେ ଇନ୍ଦୁପୁର କେନାଲ ନିକଟରେ ଗାଡ଼ି ଭାରସାମ୍ୟ ହରାଇ ଓଲଟିଥିଲା। ଡ୍ରାଇଭରର ଆଖି ପଡ଼ିଯାଇଥିବା ସୂଚନା ମିଳିଛି। ଏହି ସମୟରେ ଗାଡ଼ିଟି ପାଲଟି ମାରି ଏକ ଜମି ନିକଟକୁ ପଡ଼ିଯାଇଥିଲା, ଯାହାଫଳରେ 2 ଜଣ ମାଙ୍କର ଗୁରୁତର ଆହତ ହୋଇଛନ୍ତି ଏବଂ ଜଣଙ୍କୁ ସାମାନ୍ୟ ଆଘାତ ଲାଗିଛି ଏବଂ ସମସ୍ତେ ଖଣ୍ଡିଆ ଖାବରା ହୋଇଥିବା ଦେଖିବାକୁ ମିଳିଛି। ତେବେ ଗାଡ଼ିଟି ପୁରୀରୁ ବରିଗୁମା ଫେରିବା ସମୟରେ ଏ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ସେମାନଙ୍କୁ ରାୟଗଡ଼ା ରେଫର କରାଯାଇଥିବା ଡକ୍ଟର କହିଛନ୍ତି। ସାଙ୍ଗେ ସାଙ୍ଗେ ଆମ ଷ୍ଟାଫ୍ ସବୁ ବାହାରିକି ଯାଇକି ଦେଖିଲା ବେଳକୁ ବୋଲେରୋ ଓଲଟି ଯାଇଥିଲା। ସାଙ୍ଗେ ସାଙ୍ଗେ 7-8 ଜଣ ପେସେଣ୍ଟ ଉଠେଇକି ଆଣିକି ମେଡ଼ିକାଲକୁ ଜଏନ୍ କଲୁ। କାହାର ମୁଣ୍ଡରେ ମାଡ଼ ହେଇଛି, ଆଉ କାହାର ଛାତିରେ ମାଡ଼ ହେଇଛି, କାହାର ଗୋଡ଼ ହାତ ଖଣ୍ଡିଆ ଖାବରା ହେଇଛି। ପୁରୀ ଯାଇଛି। ପୁରୀ ରିଟର୍ନ ହେଉଥିଲୁ। କେଉଁ ଗାଁ ଯାଇଥିଲୁ? କୁମଳେଇରୁ ଯାଇଥିଲୁ ପୁରୀ। ଆସିଲା ବେଳକୁ ଜାଣିପାରିନୁ, ଟିକେ ଟିକେ ନିଦ ହେଇଯାଇଥିଲା। ଗାଡ଼ି କ'ଣ ହେଲା ଜାଣିପାରିଲୁ। ଓଲଟି ଯାଇଛି। କେତେ ଜଣ? 9 ଜଣ, ଡ୍ରାଇଭର ସହିତ 10 ଜଣ। ମାଆକୁ ମାଡ଼ ହୋଇଛି, ଛାତି ପେନ୍ ହେଉଛି, ଆଉ ଶାଶୁର ପୁରା ମୁଣ୍ଡ ମାଡ଼ ହେଉଛି, ନାକ ପଟ ବ୍ଲିଡ଼ିଂ ହେଉଛି। କିଏ ସଲା? ପୁରୀ ଯାଇଥିବା ବାଟରେ ଆଖି ଲାଗିଲା, ଗାଡ଼ି ପୁରା ଖାଲି ପଡ଼ି ରହିଛି। କେତେ ଜଣ ମାଡ଼? ଜଣେ ପକାନ୍ତି ମୋତେ ବେଶୀ ମାରିଛି, କିଛି ପଡ଼ିଛି, ଆଉ 2 ଜଣ ଆଗରେ ବାଜିଛି, ପାଖରେ ଟିକେ ତାପରେ କାଟିଦେବି, ରହିଲ 10-15 ମିନିଟ୍ ରହିଲି।